ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର ଦର୍ଶକ ବନ୍ଧୁ। ସମସ୍ତେ ଭାବନ୍ତି ଯେ ନିଜର କେମିତି ଉନ୍ନତି ହେବ, ଯେତିକିରେ ଅଛନ୍ତି ସେତିକିରୁ କେମିତି ଉପରକୁ ଉଠିବେ। କିନ୍ତୁ ବହୁତ କମ୍ ଲୋକ ଭାବନ୍ତି ଯେ ତାଙ୍କଠାରୁ ବହୁତ ତଳେ ଥିବା ଲୋକଙ୍କୁ କିଛି ସାହାଯ୍ୟ କରିବେ। ଆଜି ଆମେ ଏମିତି ଏକ କାହାଣୀ ଶୁଣିବା, ଯେଉଁଥିରୁ ଜାଣିପାରିବା ଯେ ଅହଂ ଭାବଠାରୁ ପରଗାଡ଼ କେତେ ଭଲ। ଥରେ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ସଖା ଅର୍ଜୁନ ସେମାନେ ଇଚ୍ଛା ପ୍ରକାଶ କଲେ ଯେ ସେମାନେ ନଗର ଭ୍ରମଣ କରିବେ। ସେମାନେ ଭ୍ରମଣ କରିବା ପାଇଁ ବାହାରି ଗଲେ। ଗାଁରେ ବୁଲୁ ବୁଲୁ ଏକ ଗରିବ ବ୍ରାହ୍ମଣକୁ ଦେଖିଲେ। ଅର୍ଜୁନଙ୍କ ମନରେ ଦୟା ଆସିଲା। ଅର୍ଜୁନ ସେହି ଗରିବ ବ୍ରାହ୍ମଣକୁ ଡାକିଲେ, ଆଉ କିଛି ସ୍ୱର୍ଣ୍ଣ ମୁଦ୍ରା ଦେଲେ, ଆଉ କହିଲେ, ବ୍ରାହ୍ମଣ ଦେବ, ତୁମେ ଏବେ ଘରକୁ ଯାଅ ଏବଂ ସୁଖରେ ଜୀବନ ଅତିବାହିତ କରିବ। ବ୍ରାହ୍ମଣ ଦେବ ମଧ୍ୟ ସ୍ୱର୍ଣ୍ଣ ମୁଦ୍ରା ପାଇ ବହୁତ ଖୁସି ହୋଇଗଲେ ଓ ଭଗବାନ ଓ ଅର୍ଜୁନଙ୍କୁ ପ୍ରଣାମ କରି ସେଠାରୁ ବାହାରିଗଲେ। ସେ ଯିବା ରାସ୍ତାରେ ଗଲାବେଳେ ଭାବୁଥାନ୍ତି, ଆଜିଠାରୁ ମୋର ଭାଗ୍ୟ ବଦଳିଯିବ, ମୋତେ ଆଉ ଭିକ୍ଷାବୃତ୍ତି ମାଗିବାକୁ ପଡ଼ିବ ନାହିଁ। କିନ୍ତୁ ବ୍ରାହ୍ମଣଙ୍କ ଭାଗ୍ୟ ତ ଖରାପ। ଠିକ୍ ସେହି ସମୟରେ ଗୋଟିଏ ଚୋର ଆସିଲା ଆଉ ବ୍ରାହ୍ମଣଙ୍କଠାରୁ ସବୁ ସ୍ୱର୍ଣ୍ଣ ମୁଦ୍ରା ନେଇଗଲା। ବ୍ରାହ୍ମଣ ଦେବ ଅତି ଦୁଃଖରେ ଘରକୁ ଫେରିଲେ। ଘରକୁ ଯାଇ ସବୁ କଥା ତାଙ୍କ ପତ୍ନୀଙ୍କୁ କହିଲେ। କିନ୍ତୁ କରିବେ କ'ଣ? ତା ପରଦିନ ବ୍ରାହ୍ମଣ ଦେବ ପୁଣି ଥରେ ଭିକ୍ଷା ମାଗିବା ପାଇଁ ପୁଣି ବାହାରି ଗଲେ। ଶ୍ରୀକୃଷ୍ଣ ଓ ଅର୍ଜୁନ ପୁଣି ଥରେ ବ୍ରାହ୍ମଣ ଦେବଙ୍କୁ ଭେଟିଲେ। ଅର୍ଜୁନ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ। ବ୍ରାହ୍ମଣ ଦେବ, ଆପଣ ପୁଣି ଥରେ ଭିକ୍ଷା ମାଗୁଛନ୍ତି? ସ୍ୱର୍ଣ୍ଣ ମୁଦ୍ରା ଗୁଡ଼ିକର କ'ଣ ହେଲା? ବ୍ରାହ୍ମଣ ଦେବ କହିଲେ, ମୋର ଭାଗ୍ୟ ତ ଖରାପ। ମୋର ଯିବା ବାଟରେ ଗୋଟିଏ ଚୋର ଆସି ସବୁ ନେଇଗଲା। ଅର୍ଜୁନ କହିଲେ, କିଛି କଥା ନାହିଁ। କିନ୍ତୁ ଏକ ମୂଲ୍ୟବାନ ହୀରା ବାହାର କରି ବ୍ରାହ୍ମଣ ଦେବକୁ ଦେଲେ ଆଉ କହିଲେ, ବ୍ରାହ୍ମଣ ଦେବ ଯାଅ ଆଉ ଖୁସିରେ ରୁହ। ବ୍ରାହ୍ମଣ ଦେବ ଖୁସିରେ ଘରକୁ ଫେରିଗଲେ ଏବଂ ଚୋର ଡରରେ ହୀରାକୁ କେଉଁଠି ରଖିବେ ଖୋଜିବାକୁ ଲାଗିଲେ। ଯେହେତୁ ସେମାନେ ଅତି ଗରିବ, ତାଙ୍କ ପାଖରେ ସେମିତି କିଛି ସୁରକ୍ଷିତ ଜାଗା ନଥିଲା। କୋଣରେ ଏକ ପୁରୁଣା ମାଠିଆ ଥିଲା। ବ୍ରାହ୍ମଣ ଦେବ ସେହି ପୁରୁଣା ମାଠିଆରେ ଲୁଚାଇ ରଖିଦେଲେ ଏବଂ ଖୁସିରେ ଟିକେ ବିଶ୍ରାମ ନେଲେ। ବ୍ରାହ୍ମଣ ଦେବଙ୍କ ଆଖି ଲାଗିଗଲା। ବ୍ରାହ୍ମଣ ଦେବଙ୍କ ପତ୍ନୀ ନଈକୁ ପାଣି ଆଣିବା ପାଇଁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେହି ନୂଆ ମାଠିଆଟି ଭାଙ୍ଗିଗଲା। ବ୍ରାହ୍ମଣୀ ଘରକୁ ଆସିଲେ। ପାଣି ଆଣିବା ପାଇଁ ସେହି ପୁରୁଣା ମାଠିଆ ନେଇଗଲେ। ମାଠିଆରେ ଥିବା ହୀରାଟି ସେହି ନଈରେ ପଡ଼ିଗଲା। ବ୍ରାହ୍ମଣୀ ହୀରା ବିଷୟରେ କିଛି ଜାଣିନଥିଲେ। ଯେତେବେଳେ ଘରକୁ ଆସିଲେ, ବ୍ରାହ୍ମଣ ଦେବ ତାଙ୍କୁ ବହୁତ ଗାଳି କଲେ ଏବଂ ହୀରା ବିଷୟରେ କହିଲେ। ହେଲେ କ'ଣ କରିବେ? ପୁଣି ତା ପରଦିନ ବ୍ରାହ୍ମଣ ଦେବ ଭିକ୍ଷା ମାଗିବା ପାଇଁ ବାହାରିଗଲେ। ଭିକ୍ଷା ମାଗିବା ତ ତାଙ୍କର କାମ, ନହେଲେ ଖାଇବେ କ'ଣ? ପୁଣି ଥରେ ସେହିଦିନ କୃଷ୍ଣ ଓ ଅର୍ଜୁନ ବ୍ରାହ୍ମଣ ଦେବଙ୍କୁ ଭେଟିଲେ। ବ୍ରାହ୍ମଣ ଦେବ ଭିକ୍ଷା ମାଗୁଥାନ୍ତି। ଅର୍ଜୁନ ପୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଅର୍ଜୁନ ବ୍ରାହ୍ମଣ ଦେବଙ୍କୁ ଡାକିଲେ ଓ ପଚାରିଲେ, ପୁଣି କ'ଣ ହେଲା? ବ୍ରାହ୍ମଣ ଦେବ କହିଲେ, ପ୍ରଭୁ, ଆପଣ ଦେଇଥିବା ହୀରା ନଦୀରେ ହଜିଗଲା। ଯେତେ ଖୋଜିଲେ ବି ମିଳିଲା ନାହିଁ। ଅର୍ଜୁନ କୃଷ୍ଣଙ୍କ ମୁହଁକୁ ଚାହିଁଲେ। କହିଲେ, ଭଗବାନ, ଏବେ କ'ଣ କରିବା? ଭଗବାନ 2 ଟଙ୍କିଆ 2ଟି ମୁଦ୍ରା ବାହାର କଲେ। ବ୍ରାହ୍ମଣ ଦେବକୁ ଦେଇ କହିଲେ, ତୁମେ ଆଉ ଆଗକୁ ଯାଅ ନାହିଁ। ଏହି ମୁଦ୍ରା ନେଇ ଘରକୁ ଫେରିଯାଅ। ବ୍ରାହ୍ମଣ ଦେବ କ'ଣ କରିବେ? ଭଗବାନଙ୍କ ଆଦେଶ ମାନିବାକୁ ପଡ଼ିବ। ପୁଣି ସେଠାରୁ ଫେରି ଆସିଲେ। ଆସିବା ବାଟରେ ସେ ଭାବୁଛନ୍ତି ଯେ ଅର୍ଜୁନ କେତେ ଭଲ। ସେ ମୋତେ ସୁନାର ମୁଦ୍ରା ଓ ହୀରା ଦେଇଥିଲେ। କିନ୍ତୁ ଭଗବାନ ନିଜେ କେବଳ ସାଧାରଣ ମୁଦ୍ରା ଦେଲେ। କ'ଣ କରିବି ଏହି ମୁଦ୍ରା? ମୋର କେଉଁ କାମରେ ଆସିବ ଏହି ମୁଦ୍ରା? ଏସବୁ ଭାବି ଭାବି ସେ ଘରକୁ ଫେରୁଥିଲେ। ଫେରିବା ବାଟରେ ବ୍ରାହ୍ମଣ ଜଣେ ଏକ କେଉଟକୁ ଦେଖିଲେ। ତା ଜାଲରେ ଗୋଟିଏ ମାଛ ଅଛି। ବ୍ରାହ୍ମଣଙ୍କୁ ଦୟା ଆସିଲା। ସେ କେଉଟକୁ କହିଲେ, ତୁମେ ଏହି 2ଟି ମୁଦ୍ରା ନେଇଯାଅ ଆଉ ସେହି ମାଛକୁ ଛାଡ଼ିଦିଅ। ବ୍ରାହ୍ମଣ ମାଛକୁ ଆଣି ତାଙ୍କ କମଣ୍ଡଳରେ ରଖିଲେ, କାରଣ ତାଙ୍କ କମଣ୍ଡଳରେ ପାଣି ଥିଲା। ବ୍ରାହ୍ମଣ ଦେବ ନଈ କୂଳକୁ ଗଲେ ଓ ମାଛକୁ କମଣ୍ଡଳରୁ ବାହାର କଲେ। ଏତିକିବେଳେ ବ୍ରାହ୍ମଣ ଦେଖିଲେ ଯେ
ତାଙ୍କ କମଣ୍ଡଳରେ ସେଇ ହୀରାଟି ଅଛି, ଯାହା ନଦୀରେ ହଜିଯାଇଥିଲା। କାରଣ ସେହି ମାଛଟି ସେଇ ହୀରାକୁ ଖାଇ ଦେଇଥିଲା। ବ୍ରାହ୍ମଣ ମାଛକୁ ଛାଡ଼ିଦେଲେ ଓ ବଡ଼ ପାଟିରେ ଖୁସିରେ କହିବାକୁ ଲାଗିଲେ, ମିଳିଗଲା, ମିଳିଗଲା। ସେହି ସମୟରେ ସେହି ଚୋରଟି ସେହି ରାସ୍ତା ଦେଇ ଯାଉଥିଲା। ଚୋର ବ୍ରାହ୍ମଣକୁ ଦେଖି ଭାବିଲା, ବ୍ରାହ୍ମଣ ବୋଧେ ମୋତେ ଚିହ୍ନି ପାରିଲେ, ସେଇଥିପାଇଁ ଲୋକମାନଙ୍କୁ ଡାକୁଛନ୍ତି। ଚୋରଟି ଡରି ଡରି ବ୍ରାହ୍ମଣଙ୍କ ପାଖକୁ ଆସିଲା ଏବଂ ସବୁ ସ୍ୱର୍ଣ୍ଣ ମୁଦ୍ରା ଦେଇଦେଲା ଆଉ କହିଲା, ବ୍ରାହ୍ମଣ ଦେବ, ମୋତେ ଛାଡ଼ିଦିଅ, ମୋର ଭୁଲ ହେଇଗଲା। ଏବଂ ବ୍ରାହ୍ମଣଙ୍କ ପାଖରେ ଅର୍ଜୁନ ଦେଇଥିବା ସ୍ୱର୍ଣ୍ଣ ମୁଦ୍ରା ଓ ହୀରା ଆସିସାରିଥିଲା। ଏସବୁ ଦେଖି ଅର୍ଜୁନ ପୁଣି ଥରେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଭଗବାନ, ମୁଁ ବ୍ରାହ୍ମଣ ଦେବଙ୍କୁ ସ୍ୱର୍ଣ୍ଣ ମୁଦ୍ରା ଦେଲି ଓ ହୀରା ଦେଲି, ହେଲେ ବି ତାର କିଛି ହେଲା ନାହିଁ, କିନ୍ତୁ ତୁମେ ତାକୁ 2ଟି ସାମାନ୍ୟ ମୁଦ୍ରା ଦେଲ, କିନ୍ତୁ ତାର ଭାଗ୍ୟ ବଦଳିଗଲା, ଏସବୁ କେମିତି ହେଲା? ଭଗବାନ ଶ୍ରୀକୃଷ୍ଣ କହିଲେ, ତୁମେ ଯେତେବେଳେ ବ୍ରାହ୍ମଣକୁ ସ୍ୱର୍ଣ୍ଣ ମୁଦ୍ରା ଓ ହୀରା ଦେଲ, ତା ମନରେ କେବଳ ଅହଂଭାବ ସୃଷ୍ଟି ହେଲା। ସେ କେବଳ ନିଜର ଚିନ୍ତା କରିବାକୁ ଲାଗିଲା। କିନ୍ତୁ ଯେତେବେଳେ ମୁଁ ତାକୁ ସାଧାରଣ ମୁଦ୍ରା ଦେଲି, ସେ ଗୋଟିଏ ଜୀବନ ରକ୍ଷା କରିବା ପାଇଁ ଭାବିଲା। ଯେତେବେଳେ ସେ ନିଜର ସ୍ୱାର୍ଥ ଛାଡ଼ି ପର ଉପକାର କରିବା ପାଇଁ ଭାବିଲା, ସେହି ସମୟରେ ହିଁ ତାର ଭାଗ୍ୟ ବଦଳିଗଲା। କିନ୍ତୁ ବନ୍ଧୁଗଣ, ସେଇଥିପାଇଁ ଯଥାସମ୍ଭବ ସାହାଯ୍ୟ କରନ୍ତୁ। ଦେଖିବେ ନିଶ୍ଚୟ ସବୁକିଛି ଠିକ୍ ହୋଇଯିବ। ଏହି କାହାଣୀଟି ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। କାହାଣୀଟି ଯଦି ଭଲ ଲାଗିଥାଏ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନରେ। ଜୟ ଜଗନ୍ନାଥ।